ଏବେ ବର୍ତ୍ତମାନ ଯାହା ସୂଚନା ମିଳିଛି ଆଜିଠାରୁ ପୁଣି ବଢ଼ିବ ଶୀତ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ରାଜ୍ୟର ଅନ୍ୟ ସ୍ଥାନରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା। ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଆପଣମାନଙ୍କ ଅଞ୍ଚଳର ପାଣିପାଗର ସଠିକ୍ ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଥିସହିତ ଚ୍ୟାନେଲରେ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ କରନ୍ତୁ। ଏବେ ଯାହା ସୂଚନା ମିଳିଛି ରାତି ତାପମାତ୍ରା 2ରୁ 3 ଡିଗ୍ରୀ ଖସିଯିବ। ସେହିଭଳି 15 ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ଘନ କୁହୁଡ଼ି ଦେଖାଦେବ। 15 ତାରିଖ ଓ 16 ତାରିଖରେ ନବରଙ୍ଗପୁର, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ, ସୋନପୁର, ଦେବଗଡ଼, କଟକ, କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଯିବ। ରାଜ୍ୟର 17 ତାରିଖ ଠାରୁ ପାଗର ପରିବର୍ତ୍ତନ ଆସିପାରେ। ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଗତ 24 ଘଣ୍ଟା ମଧ୍ୟରେ ସୋନପୁର, କଟକ ଓ ଫୁଲବାଣୀର ଦୃଶ୍ୟମାନ ଦୂରତା 50 ମିଟରରୁ 200 ମିଟର ଏବଂ ଭବାନୀପାଟଣା, ଅନୁଗୁଳ, ରାଉରକେଲା, କେଉଁଝର ଜିଲ୍ଲାରେ 200ରୁ 1004 ମିଟର ରହିଥିଲା। ପାଣିପାଗର ଏମିତି ସଠିକ୍ ସୂଚନା ପାଇବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।